ଚାଲନ୍ତୁ ଆଜି ବନେଇବା ଚିଙ୍ଗୁଡ଼ି ତରକାରୀ ବା ଚିଙ୍ଗୁଡ଼ି ମସଲା ଆପଣ ଯାହାକୁ ବି କହିପାରିବେ। ସେଥିପାଇଁ ପ୍ରଥମେ ଆମେ ଚିଙ୍ଗୁଡ଼ି ନେବା। ମୁଁ ଏଇଠି ବଡ଼ ସାଇଜ୍ର ଚିଙ୍ଗୁଡ଼ି ନେଇଛି, ଆପଣ ଚାହିଁଲେ ବି ଛୋଟ ସାଇଜ୍ର ଚିଙ୍ଗୁଡ଼ି ନେଇପାରିବେ। ତାପରେ ହଳଦୀ ଗୁଣ୍ଡ, ମରିଚ ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ, ଟିକେ ତେଲ ପକାଇକି ତାକୁ ଭଲ ଭାବରେ ଗୋଳେଇ ଦେବା। କିଛି ସମୟ ପାଇଁ 15 to 20 ମିନିଟ୍ସ ପାଇଁ ଆମେ ତାକୁ ରଖିଦେବା। ତାପରେ ଆମେ ସୋରିଷ ତେଲ କରେଇରେ ନେବା, ତାକୁ ଭଲ ଭାବରେ ଟିକେ ସିଝିଲା ଯାଏଁ ତାକୁ ଭଲ ଭାବରେ ଟିକେ ଛାଣିଦେବା। ଭଲ ଭାବରେ ଯେମିତି ଚିଙ୍ଗୁଡ଼ିଟା ଟିକେ ବ୍ରାଉନ୍ କଲର୍ ଆସିଯିବ ସେଇ ଅନୁସାରେ ଟିକେ ଛାଣିଦେବା। ଛାଣିଲା ପରେ ତାକୁ ଗୋଟେ ପ୍ଲେଟ୍ରେ ବାହାର କରିଦେବା। ଟିକେ ଭଲ ଭାବରେ ଛାଣି ହେଇଗଲା ପରେ ଦେନ୍ ସେଇ ତେଲରେ ଆମେ ଗୋଟା ମସଲା ପିଆଜ ପକାଇକି ଭଲ ଭାବରେ ଭାଜିଦେବା। ପିଆଜ ଟିକେ ଲିଟିଲ୍ ବ୍ରାଉନ୍ କଲର୍ ଆସିଗଲା ପରେ ଅଦା ରସୁଣ ପେଷ୍ଟ ପକାଇକି ତାକୁ ଭଲ ଭାବରେ କଷିଦେବା। ମସଲାଟା ଭଲ ଭାବେ କଷି ହେଲା ପରେ ହଳଦୀ ଗୁଣ୍ଡ, ମରିଚ ଗୁଣ୍ଡ, ଧନିଆ ପାଉଡ଼ର, ଜିରା ପାଉଡ଼ର, ଟିକେ କରି ମସଲା ତାକୁ ଭଲ ଭାବେ ପକାଇକି ପୁଣି ଭଲ ଭାବରେ ମସଲାଟା କଷିଦେବା। ମସଲା ଭଲ ଭାବରେ କଷି ହେଲା ପରେ ଯେମିତି ଅଏଲ୍ ଛାଡ଼ିଯିବ ମସଲାରୁ, ସେମିତି ଭଲ ଭାବରେ କଷି ହେଲା ପରେ ଆମେ ଟମାଟୋ ପ୍ୟୁରି ଆଡ଼୍ କରିବା। ଟମାଟୋ ପ୍ୟୁରି ଆଡ଼୍ କଲା ପରେ ସ୍ୱାଦ ଅନୁସାରେ ଆଉ ଟିକେ ଲୁଣ ପକାଇଦେବା। ଯେମିତି ମସଲାଟା ଭଲ ଭାବେ ଟମାଟୋ ପ୍ୟୁରିଟା ଯେମିତି ଭଲ ଭାବରେ ସିଝିଯିବ, ମସଲାଟା ଯେମିତି ଘୋଡ଼େଇକି ଆମେ ଭଲ ଭାବରେ ତାକୁ 5 to 10 ମିନିଟ୍ସ ଯାଏଁ ତାକୁ ଭଲ ଭାବରେ ମସଲାଟା କଷିଦେବା। ଟିକେ ଅଏଲ୍ ଛାଡ଼ିଗଲେ ମସଲାରୁ ଆମେ ଜାଣିଦେବା ମସଲାଟା ରେଡ଼ି ହେଇଗଲାଣି। ଦେନ୍ ଆମେ ତାକୁ କାଟିଥିବା ଆଳୁ ତାପରେ ପକାଇଦେବା। ଆଳୁକୁ ଭଲ ଭାବରେ ଗୋଳାଗୋଳି କରିଦେବା ଯେମିତି ମସଲାଟା ଆଳୁ ଭିତରକୁ ଟିକେ ଯାଇକି ଭିଜିବ। ତାପରେ ଆମେ ଛାଣିଥିବା ଚିଙ୍ଗୁଡ଼ି ପକାଇକି ଭଲ ଭାବେ ଗୋଳାଗୋଳି କରିନେବା। ଗୋଳାଗୋଳି କରିନେଲା ପରେ ତାପରେ ଟିକେ ପାଣି ଦେବା। ପାଣି ଦେଇକି ଆମେ ତାକୁ କିଛି ସମୟ ପାଇଁ ଘୋଡ଼େଇ ଦେବା। ଚିଙ୍ଗୁଡ଼ିଟା ଟିକେ ସମୟ ଭଜାଭଜି କରିବା, ପାଣି ଦେଇକି ଘୋଡ଼େଇ ଦେବା। ପାଣି ଆପଣ ଯେତିକି ଆପଣଙ୍କୁ ଦରକାର ସେତିକି ହିଁ ପାଣି ଦେବେ, ଅଧିକ ପାଣି ଦେବେନି। ଯେତିକି ଆପଣ ତରକାରୀ ଚାହୁଁଛନ୍ତି ସେତିକି ପାଣି ଦେବେ। ଦେନ୍ 2-3ଟି କଞ୍ଚା ଲଙ୍କା ଆପଣଙ୍କ ଯେତିକି ରାଗ ଦରକାର। ତାପରେ ଆଉ ଟିକେ ଲୁଣ ପକାଇବା। ଆମେ ଅଲରେଡ଼ି ଲୁଣ ପକାଇ ସାରିଛେ, ତା ଅନୁସାରେ ଲୁଣ ପକାଇକି ଆମେ ଘୋଡ଼େଇ ଦେବା। ଘୋଡ଼େଇଲା ପରେ ବାସ୍ ଏବେ ଆପଣଙ୍କର ଚିଙ୍ଗୁଡ଼ି ମସଲା ବା ଚିଙ୍ଗୁଡ଼ି ତରକାରୀ ଆପଣ ଯାହାକୁ ବି କହିପାରିବେ ରେଡ଼ି ହେଇଗଲା। ତାପରେ ଧନିଆ ପତ୍ର ପକାଇକି ଆମେ ତାକୁ ପ୍ଲେଟ୍ରେ ବାହାର କରିଦେବା। ଦେଖନ୍ତୁ ଚିଙ୍ଗୁଡ଼ି ତରକାରୀ ବା ଚିଙ୍ଗୁଡ଼ି ମସଲାର କନସିଷ୍ଟେନ୍ସି ଝୋଳର ଏମିତି ହିଁ ରହିବ। ଆଉ ଏ ଚିଙ୍ଗୁଡ଼ି ବହୁତ ଟେଷ୍ଟି ଲାଗେ, ବହୁତ ଖାଇବାକୁ ବି ବହୁତ ଭଲ ଲାଗେ। ଆପଣଙ୍କୁ ଭାତ ସହିତ, ଗରମ ଭାତ ସହିତ ଆରାମସେ ଖାଇପାରିବେ। এই ଚିଙ୍ଗୁଡ଼ି ତରକାରୀଟି ବହୁତ ଟେଷ୍ଟି ଲାଗେ। ଢାବା ଷ୍ଟାଇଲ୍ ଆପଣ ଆଗକୁ କହିପାରିବେ ଢାବା ଷ୍ଟାଇଲ୍ କରି ମସଲା ବା ଢାବାରେ ଏମିତି ଟିକେ ମସଲା ଅଧିକ ଦେଇକି ଚିଙ୍ଗୁଡ଼ି ତିଆରି କରିଥାନ୍ତି, ଆପଣ ତାହା ବି ଆପଣ କହିପାରିବେ। ଭଲ ଭାବେ ଦେଖନ୍ତୁ କେମିତି ହେଇଛି ଚିଙ୍ଗୁଡ଼ି ତରକାରୀଟି। ମୁଁ ଏଇଠି ଗୋଟେ ହାତରେ ନେଇକି ବି ଦେଖାଉଛି। ମୁଁ ଏଇଟା ବଡ଼ ଚିଙ୍ଗୁଡ଼ି ତରକାରୀ କରିଛି, ଏମିତି ମସଲା ଆପଣ ଚାହିଁଲେ ବି ଛୋଟ ଚିଙ୍ଗୁଡ଼ି ବି ଏହିପରି ଭାବେ କରିପାରିବେ।